3 নম্বর ପାହାଚରେ ଗୋଟେ ମା ଡାକିଲା କହିଲା ରହିଯା ରାମ, ମୋ ପ୍ରଶ୍ନର ଉତ୍ତର ନ ଦେଲା ପର୍ଯ୍ୟନ୍ତ ତୁ ରାଜା ହେଇପାରିବୁନି। କହିଲା ତୁ ହିଁ ଯେବେ ପରବ୍ରହ୍ମ, तू परा परम ब्रह्म बोलू, परम ब्रह्म प्रभु तुम्हें कहला तू ही जे परम ब्रह्म सर्वरूपे सनातन गोटे माँ डाकिला कहला एड़े बेईमान तो भी मु कौन न करी तू जिते बेले वन को गलु बापा निर्देश बापा तते कहते वनवासी मु सही पारलिनी बड़ पुओटा मोर वनवासी हम अरण्य भीतर सेवा मो पुओटा बड़ पुओटा केमती बंचीब राम केमती बंचीब आपण माने मने मने विचार करंती घरे मो पुओटा बाहर गला चाकरी करबा ता पिला छुआ केमती चलिबे मुंडे आपनकर कोन चेता पसेनी समस्त बापा मां कर पसे राम वनवास जाई बात ए मां संभाली पाइला निज पुओ को डाकिला एरा कोन पई इटाणी के दूस पीबो अरे विष्णु एगुड़ा को एते पीले तो मु मुट्ठी पटे खाई परिबेनी एथे कोन बिस्कुट उडा बुकी जना कोन खाली लस्सी से मां डाकिला राम वन को जाउछि कवि सम्राट उपेंद्र भंज बहिला बहिदेही सबिलास कहिले कौन कहिले बोले सुमित्रे पुत्र से विधि श्री राम मानस जानी श्री राम मानस बोले सुमित्रे पुत्र से विधि श्री राम मानस
মা সুমিত্রা উত্তর দেলা লক্ষ্মণ মা বড় ভাই মনু যাଉଛି ହଁ ମା ହଁ ମା ତୁ ସାନ ଭାଇ ତାର ପୁତ୍ର ସମାନ ହଁ 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 ଠିକ ଅଛି ତୋର ଅଯୋଧ୍ୟାରେ କଣ କାମ କିଛି ନାହିଁ ଯା ଲକ୍ଷ୍ମୀ ବଡ଼ ବାସ୍ ବାସ୍ ହଉ ମା ଭାଇର ସେବା କରିବୁ ହଁ 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 ଠିକ ଅଛି ମା ଚାଲିଲା ଲକ୍ଷ୍ମଣ ସେବା କରିବା ପାଇଁ ବାସ୍ ପ୍ରଭୁ ମଙ୍ଗଳ କରନ୍ତୁ ଆୟୁଷ୍ମାନ ଭବ ସର୍ବାରିଷ୍ଟ ଶାନ୍ତିରସ୍ତୁ ତୋ ପରିବାରର କଲ୍ୟାଣ ଜଗନ୍ନାଥଙ୍କୁ ଏତିକି ଡାକ ରାମଦେବ ବାବା 4 ନମ୍ବର ପାହାଚରେ ରାମ ପାଦ ଦଉଛନ୍ତି ଆଉ ଗୋଟେ ମା ଡାକିଲା କହିଲା ରହିଯା ରାମ ରହିଯା ମୋ ପ୍ରଶ୍ନର ଉତ୍ତର ନ ଦେଲା ପର୍ଯ୍ୟନ୍ତ ତୁ ରାଜା ହେଇପାରିବୁନି ନାଇଁ 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 କଲା গোসাই পালা তো আজ সরিগলা পুଣି କାଲିଠୁ ତମର ମୋର କେନ୍ଦୁ ଯୋଡି ହେଇକି ପାଲା ଗାଉଛ ଆଜ୍ଞା କିନ୍ତୁ ପାଲାର ପ୍ରାସଙ୍ଗିକତା ଉପରେ ଧ୍ୟାନ ଦିଅ ହଁ ହଁ ଆଉ ହସିଲା ହସିଲା ପାଳିଆ ମାନଙ୍କୁ ଧରିକି ଆଣି କଣ ପାଲା ଗାଉଛ ଏ ପାଳିଆ ମାନେ ହସିଦେଲେ ତମ ପାଲା ଉଠିଯିବ ହୁସିଆର ପାଲା ଟିକେ ପାଲା ଜଗତରେ ଦେଖ 12 ଦିନ ହେଇଗଲା ମୁଁ କେତେ ଲେଖେ ଲୋକ ରଖିଛି ଆଚ୍ଛା ତମେ ମଞ୍ଚରେ କେତେ ଲୋକ ରଖିଛ ସତ କଥା ଆଜ୍ଞା ଏଠି ସିସିଟିଭି କ୍ୟାମେରାରେ ସବୁ ରେକର୍ଡିଂ ହେଇକି ଅଛି ଆଚ୍ଛା ମୁଁ ପ୍ରଥମ ଧାଗରେ ରଖିବି 300 ଲୋକ ତମେ ଦ୍ୱିତୀୟ ଧାଗରେ ରଖିବ 6 ଜଣ ଏ ପାଲା ଚାଲେ ଆଉ ରାତି ଯାକ ହୁତା 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 କହିବେ ରାତି ଯାକ ଖାଲି ହୁତା ହୁତା ମୁଁ ତମ କୁଶଳା ଶାଗ କଣ କାଟୁଥିଲି ହଁ ହଁ ଆୟୁଷ୍ମାନ ତୋ ଉପରେ ମୋ ରାଗ ନାହିଁ ଆରେ ତୋ ଉପରେ ମୋ ରାଗ ନାହିଁ ତମ ଉପରେ ରାଗ ମୋର ଲାଭ କଣ ତମେ ଆଜି ତା ପାଖରେ ଅଛ କାଲି ସୁବିଧା ପଡିଲେ ମୋ ପାଖକୁ ପଳେଇ ଆସ ତେଣୁ ମୋର ହୋଲ୍ଡର ଉପରେ କାମ ନାହିଁ ମେନ୍ ସୁଇଚ୍ ଉପରେ କାମ ପାହାରେ ବାଗେଇ ଦବୁ ମେନ୍ ସୁଇଚ୍ ଗୁଣ୍ଡ କରିଦବୁ ମେନ୍ ସୁଇଚ୍ କି ଯେ ଯେତେ ଆଉ ସୁଇଚ୍ ମାରିଲେ ଜଳୁନ କୋଲା
ପତ୍ୟମଣି ମଣିଲା କନ୍ଦର ମଣି ନିକୁଣିଲା କିଣି କିଣି ବ୍ରହ୍ମ ଜାଣି ମୋ ଜୀବ ନୟନ ମଣି ମଣିହୀନ ସମଭଣୀ ତରଣୀହୀନ ଶରଣୀ ମାର୍ଜନ ଯୌବନରେ ନେଲି ତୁ କିଣି ଦେଇ ହାଣି ଦେଲୁ ବୃଦ୍ଧା ଶରଣୀ ଚାରି ନମ୍ବର ପାହାଚରେ ପାଦ ଦେଇଛନ୍ତି ପାଦ ଦେଇଛି ହନୁମାନ କଲା ବିମାନ ଏଡେ ହାଡେ କଲେ ଯୋଉଦିନ ଋଷ୍ୟମୁଖ ପର୍ବତରେ ମୋ ଭାଇ ବାଜି ସୁଗ୍ରୀବଙ୍କର ଯୁଦ୍ଧରେ ସୁଗ୍ରୀବର ପକ୍ଷ ନେଇକି ଋଷ୍ୟମୁଖ ପର୍ବତରେ ସୁଗ୍ରୀବକୁ ଲୁଚେଇ ଦେଲା ମୋ ପୁଅ ହନୁମାନ ସେଇଦିନ ତତେ ଦେଖିଦେଲା ସୀତା ହରଣ ହେଇଛି ତୁ ସେଇ ବାଟେ ଯାଉଛୁ ବାଲ୍ୟ କାଳରୁ ଅଭିଶାପ ପାଇଛି ଯୋଉଦିନ ବିଷ୍ଣୁର ବକ୍ଷରେ କୌସ୍ତୁଭ ମଣିମାଳା ଦେଖିବ ମୋ ପୁଅର ବଳ ଫେରିବ ତତେ ଅନେଇଲା କଲା ହରି ଦିନ ମଣି ପ୍ରସନ୍ନ ପଟ୍ଟନାୟକ ସାଙ୍ଗରେ ଯେତେବେଳେ ପାଲା ହୁଏ ଆଚ୍ଛା ଏଇ ପଦ ଗୁଡାକ ଦି ଜଣ ଯାକ ଆମେ ବାଡିଆ ବାଡି ହଉ କାମ ଚଳୁ ଆଉ କଣ କରିବା ଆଉ କଣ କରିବା କଲା ପଚାମ୍ବ ଯେବେ ହୋଇବ ପଚାମ୍ବ ଯେବେ ହୋଇବ ବୁଢୀ ହାତ ଦେବେ ଧରିବ ଟୋକା ଯେବେ ହୋଇବ ଭାତ ଲଗେଇ ତତେ ମୁଁ କହୁନି ଯେବେ ହୋଇବ ଭାତ ଲଗେଇ କାମ ଚଳେ ସିନା ନାହିଁ ବାଦାମ ବାଡି ଦେଇଦଉ ଧୁରୁବା ଆମ୍ବ କିଣିକି ଆଣିଦଉ ଆମ୍ବ କିଲୋ 150 ଟଙ୍କା ହେଇଥାଉ ଭଲ ପାଇକି ନେଇଯାଇଛୁ ପାର୍ଲର ଗଲାବେଳକୁ ତ ଭାରି ଗୋଟେ କାଟିଦବ ଏଟା ପୋକରା ହେଇଥିବ ସବୁ ଯାକ ଫୋପାଡି ଦବ ଯୋଉତକ ଭଲ ଥବ ସେଇତକ ପନିକିରେ ଚାଞ୍ଚି 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 ସେଇତକ ରଖିବ ଖାଇବ ଆଉ କୁକୁରା ତକ ଫୋପାଡି ଦବ ବୁଢୀ ହାତ ଦେବେ ଧଇଲା ଟୋକା
ତୋ ବୟସ ଯେତେବେଳେ 27 ବର୍ଷ ହେଇଥିଲା ତୁ ଭାଉଜକୁ ବାହାରିଲୁ, ଭାଉଜକୁ ସେତେବେଳେ 45 ବର୍ଷ, ମାନେ ତୋଠୁ ସେ 18-20 ବର୍ଷ ବଡ। ତୁ କଣ ତାକୁ ଛାଡିଦେଲୁ? କାମ ଚଳଉଛୁ ନା ଚାଲିଛି, କାମ ଚାଲିଛି ଚଳୁ ଆଉ କଣ ଫୋପାଡୁ? ଯେବେଠି ହଇଲା ଭାତ ନକେଇ ଭୋଜି କରୁଥବୁ ସାଙ୍ଗ ସାଙ୍ଗରେ, ବିହର ଟିକେ ମାରି ଦେଇଦବୁ, ପକେଇକି ଝୁଲୁଥବୁ, ଭାତ ହାଣ୍ଡିରେ ବସିଥବ, ମନ ନଥବ, ଭାତ ପେଜୁଆ ହେଇଯିବ, ପାସ ଭଳିଆ। ଆଉ କଣ ଫୋପାଡୁ? ଫୋପାଡିଲେ କଣ ଖାଇବୁ? କାମ ଚଳୁ, କାମ ଚଳେ ସିନା ତୃପତି ନାହିଁ। ତାହେଲେ ହନୁମାନ ପଚାରିଛି, ତୋ ବାପା ମାଙ୍କର ସେବା କରିବା ପାଇଁ ତୁ ବାହା ହେଇଛୁ ସୀତା। ମୁଁ ଗୋଟେ ମାଙ୍କଡ ମା ହେଲି, ସୁଧା ମାଙ୍କଡ ଜାତିର ରାଣୀ। ମୋର ବୃଦ୍ଧା କାଳରେ ମୁଁ ଯେତେବେଳେ ବୁଢୀ ହେବି, ତୁ ମୋ ପୁଅ ହନୁମାନଙ୍କୁ କି ମନ୍ତ୍ର ଦେଲୁ ଯେ ସେ ଆଜି ଯାକେ ବାହା ହବାକୁ ରାଜି ହଉନି? ତାହେଲେ ମୋ ବୁଢୀ କାଳରେ ମୋ ସେବା କିଏ କରିବ? ମତେ 10 ମିନିଟରୁ ଅଧିକ ବସେଇନି, ଆଜି ବେଶୀ ସମୟ ବସେଇ ଦେଲେଣି। ହଉ, କଥା ଏତିକିରେ ରହିଲା। 4 ନମ୍ବର ପାହାଚରେ ହନୁମାନ ଡାକିଛି। ହଉ, ଆଜି ଏତିକିରେ ଥାଉ। କାମ ତାର ସରିଗଲା, ଚାହୁଁବାର ରାତିରେ ପାଇଲା। ଯଦି ଦୋଷାଦୋଷ କିଛି ଧବ, ଅନୁଷ୍ଠାନ ଯେ କ୍ଷମା ରହିବ। ମୁଁ ତ ଦୋଷ ବୌଦ୍ଧି କରେ ନାହିଁ, ବସା ଘର ଛାଡି ଯାଏ ନାହିଁ। ନୃସିଂହ ତାର ଦୋଷ, ଓଡ଼ିଶାରେ ପାଟିରେ ବିଷ। ବିଦାୟ ମାଗିଲା ଭୋକ୍ତା, ଗଲା ବେଳେ ଦେବରତା। ଟିକେ ଆନନ୍ଦରେ ହରିବୋଲ, ମା ଭଉଣୀ ହୁଳ ହୁଳି ସନ। ଗଲା ବେଳେ ପଇସା ହଉଛି କଣ ଦେଖୁଛୁ? ପ୍ରଭୁ ମଙ୍ଗଳ କରନ୍ତୁ, ସର୍ବାରିଷ୍ଟ ଶାନ୍ତରସ୍ତୁ ଆୟୁଷ୍ମାନ ଭବନ୍ତୁ। ଜଗନ୍ନାଥ କୃପା କର। ଆଉ ବେଶୀ ପଇସା ହେଇଥିଲା ଆଜି ଟିକେ ଭଲ ଲାଗିଲା। ଶେଷ ତ କାହିଁ ପକେଟକୁ ଦେଖାଯାଉ। ମଙ୍ଗଳ କରନ୍ତୁ ସୁଷମା ଦେବୀର ମହାପ୍ରଭୁ ବନମାଳୀ। ସାହୁ ସାହୁ ତାର ଦେହର ଶରୀର ନିଶ୍ଚୟ ଆରୋଗ୍ୟ ହେବ। କଲ୍ୟାଣ କରିବେ ମହାପ୍ରଭୁଙ୍କର ସୁଷମାର ଶ୍ରୀମାଧବ। ବୋଲ ଦିନ ଜନସ୍ୟ ସରଳ ରକ୍ଷଣ ମହାବାହୁ, ବୋଲ ଦିନ ଜନସ୍ୟ ସରଳ ରକ୍ଷଣ ମହାବାହୁ। আনন্দ সাগরে বীর দরবারে, আনন্দ সাগরে বীর দরবারে সর্বে হরিবোল করতালি গিয়ে হুড় হুড়ি দিও এ বিশ্ব। ଆଜି ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଠାକୁର ସିଂହାସନ ଆରୋହଣ କରିବାକୁ ଯିବା ପୂର୍ବରୁ 7ଟା ପାହାଚ ଅଛି ଅଯୋଧ୍ୟା ମାଟିରେ।
ହେଲେ କୋଉ କବି ଲେଖିଛନ୍ତି ସାତଟା ପାହାଚ ତାର କିଛି ପ୍ରମାଣ ନାହିଁ। ସାତଟା ଅଛି କି ଆଠଟା ଅଛି କି ପାଞ୍ଚଟା ଅଛି କି ନଅଟା ଅଛି ତାର ପ୍ରମାଣ ନାହିଁ। କୁଆଡେ ଗୋଟେ ପାହାଚକୁ ଉଠିବାକୁ ଗଲା ବେଳକୁ ଜଣେ ମା କହିଲେ ରହିଯା ମୋ ପ୍ରଶ୍ନର ଉତ୍ତର ଦବୁ। ମନେକର ସନାତନ ଦାସ କୌଣସି କାରଣରୁ ନିରଞ୍ଜନପୁର ଗ୍ରାମ ଲୋକଙ୍କ ସହିତ 5 ବର୍ଷ ପୂର୍ବରୁ ବହିନା ରଖିକି ଆସିନଥାଉ, ଆପଣ ଦିନରେ ତାକୁ ମିଟିଂ କରିକି ବିଚାର କରିବେ ନା ମୁଁ ପାଲା ମଞ୍ଚକୁ ଗଲାବେଳକୁ କହିବେ ରହିଯା ଆମ ଉତ୍ତର ଦବୁ ତାପରେ ପାଲା କରିବୁ? ଟିକେ ବିଚାର କରନ୍ତୁ। ଯଦି ରାମଙ୍କ ସହିତ କାହାର କିଛି ସମସ୍ୟା ଅଛି, ଆଉ କଣ ଅଲଗା ଦିନ ନଥିଲା? ପୂର୍ଣ୍ଣ କରି ସାରିବା ପରେ ସେ ଯାଇଥାନ୍ତେ ସିଂହାସନକୁ, ଅଭିଷିକ୍ତ ସଇଲାଣି। ରାମ କୁଆଡେ ଗୋଟେ ପାହାଚ ଉପରେ ଗୋଡ ଦେଲା ବେଳକୁ ଜଣେ ମା କହିଲା ରହିଯା ମୋ ପ୍ରଶ୍ନ ଉତ୍ତର ଦବୁ ତାପରେ ପାହାଚ ଯିବୁ। ତାହେଲେ ଏମିତି କେତେ ଦିନ ଯାଏ ସେ ଗୋଟେ ଗୋଟେ ପାହାଚକୁ ଅତିକ୍ରମ କରିଗଲେ? ବଶିଷ୍ଠ ଫଳିତ ସବୁ ଧରିକି ବଇଛନ୍ତି ମୁକୁଟକୁ କେତେବେଳେ ହେଲା? ଯଦି ତୁମେ ଗୋଟେ ଯୋଡି ଜାଳିକି କରୁଛ, ସେ କଣ ଆଉ ସନା ଦାସ ପାଖରେ ଅଧା ରହିବ? ତୁମ ବିଷୟ ମୁଁ ପୂର୍ଣ୍ଣ କରିଛି କି ମୋ ବିଷୟ ତୁମେ ଅପୂର୍ଣ୍ଣ କରିଛ ତା କହିବ ଇଏ ଚ୍ୟାନେଲ କହିବ। କାଲି ମୁଁ କହିଥିଲି ଯେ ଅଭିମନ୍ୟୁ ସାହିତ୍ୟରୁ ପ୍ରମାଣ ଦେଲି ରାଧା ହେଲେ ଭଉଣୀ, କୃଷ୍ଣ ହେଲେ ଭାଇ। ମୁଁ ରଖିଥିଲି ତୁମ ପାଇଁ ରାଧା ହେବେ ମା, କୃଷ୍ଣ ହେଲେ ପୁଅ। ରାଧା ହେବେ ସ୍ତ୍ରୀ, କୃଷ୍ଣ ହେବେ ସ୍ୱାମୀ। ତା ଉପରେ କିଛି ତର୍ଜମା ହେଲା ନା। ସେଦିନ ଆଉ ଗୋଟେ ପ୍ରଥମ ଥାକରେ ରାମାୟଣର 7ଟି ପ୍ରଶ୍ନ ପଚାରିଥିଲେ, ରାମ ସୀତା ଉତ୍ତର ଦେଇଥିଲେ। ଧରିତ୍ରୀ ମା ପଚାରିବେ ରାମକୁ 7 ପ୍ରଶ୍ନ, ଗୋଟିଏ ତା ହେଲା। ବାହାଦୁର କହୁଛ ଯେ ମୁଁ ସବୁ ସନା ଦାସ ବହି କହୁଛି, ସନା ଦାସ ମୋର ବାପା। ଏବେ ପିଲାମାନଙ୍କ ପାଖରେ ମୋବାଇଲ ଅଛି, ସର୍ଚ୍ଚ କର ଅନ୍ଧମୁନିଙ୍କ ନାଁଟା କଣ? ଅନ୍ଧମୁନିଙ୍କର ନାଁ ସୁଦ୍ରବ ନୁହଁ, ଅନ୍ଧମୁନିଙ୍କର ନାମ ହଉଛି ଶାନ୍ତନୁ। ମା କୌଶଲ୍ୟା ପ୍ରଶ୍ନ ପଚାରୁଛି, ରାମରେ ତୁ ଯଦି ମୋ ପୁଅ ଭଗବାନ, ରାମ ପରମ ବ୍ରହ୍ମ ନୁହଁ, ରାମ ବ୍ରହ୍ମ। ରାମ ହଉଛନ୍ତି 12 କଳା, ପରଶୁରାମ 8 କଳା। ଏମାନେ ଭଗବାନଙ୍କର ନିରାକାରରୁ ନରାକାର ହେଇଛନ୍ତି। ପରମ ବ୍ରହ୍ମ ଯେ ତାଙ୍କର ରୂପରେଖ କିଛି ନାହିଁ, ତାର ରୂପରେଖ ନାହିଁ। ଇଏ ପରମ ବ୍ରହ୍ମଙ୍କ ଠାରୁ ଆସିଛନ୍ତି। ରାମ ହେଲେ ବ୍ରହ୍ମ, ତୁମେ ବି ବ୍ରହ୍ମ, ତୁମ ଭିତରେ ବ୍ରହ୍ମ ଅଛି, ନହେଲେ ଆମେ ବଞ୍ଚିବା କେମିତି? ସାର୍ ମାନେ କୌଶଲ୍ୟା ପଚାରିଲେ କହିଲେ ତୁ ଯଦି ପରମ ବ୍ରହ୍ମ ଅଂଶରୁ ଅବତାର ଆସିଛୁ, ଲୀଳା କରିବୁ, ଦୁଷ୍ଟ ଦୁର୍ଜନକୁ ଦମନ କରି ସନ୍ଥକୁ ପାଳିବୁ। ଇଏ ଦୁନିଆରେ ବିଧବା ହଉଛି ଏକ ଯନ୍ତ୍ରଣା। ଗୋଟିଏ ପଦ ଲେଖିଲେ ଗାୟକ ନିଧିରାମ ମହାରଣା, ପୁରୁଣା କାଳିଆ ମଉସା ସବୁ ତାଙ୍କ ନାଁ ଶୁଣିଥିବେ। କୌଶଲ୍ୟା ପଚାରୁଛନ୍ତି, ଗୋଟି ଗୋଟି କରି ପରିଷ୍କାର କରିଦେବା। 7ଟା ପାହାଚ ବେଳ ପଇଲେ 9ଟା ବି ହବ। ରାମଙ୍କ ପାଖରେ ଖାଲି 7 ଜଣଙ୍କର ସମସ୍ୟା ଅଛି ତା ନାହିଁ, 9 ଜଣଙ୍କର। କୌଶଲ୍ୟା କଣ କହିଲେ? କହିଲେ ଏ ନାରୀର ସତୀ ଥିଲେ ମଥାରେ ମଥାଏ ସିନ୍ଦୁର, ହାତରେ ଶଙ୍ଖା, ସ୍ୱାମୀ ଖଇ କଉଡ଼ି ବୁଣୁଥିବେ, ମଶାଣି ଭୁଇଁକି ପଣ୍ଡିତେ ପଳେଇବେ କୋଉଠି ନା କୋକେଇରେ, ଶଙ୍ଖା ସିନ୍ଦୁର ପିନ୍ଧିଥିବ। କୌଣସି ନାରୀ କେବେ ଚାହେଁ ନା ବିଧବା ଯନ୍ତ୍ରଣା, ବୈଧବ ଯନ୍ତ୍ରଣା ଭୋଗିବା। ହେଲେ ପୂର୍ବ ଜନ୍ମରେ ଆମେ କଣ କରିଛେ ତା କଣ ଆମେ ଜାଣିଛେ? ଜଗନ୍ନାଥ ଦାସ ଭାଗବତରେ କହିଲେ
କହିଲେ ପୁଅ ଯେ ନାରୀ ସ୍ୱାମୀ ଅଭଗତ ବିଧବା ଭଙ୍ଗି ଜନ୍ମ ସାତ ଯେତିକି ମା ମାନେ ବସିଛ ସ୍ୱାମୀ ଅକର୍ମଣ୍ୟ ହୁଅନ୍ତୁ ଛୋଟା କେଣ୍ଟା ପୂଜା ହୁଅନ୍ତୁ ପୂଜ୍ୟ ପୂଜାରେ କେବେ ବ୍ୟତିକ୍ରମ କରିପାରିବନି। ଯୋଉ ନାରୀ ସ୍ୱାମୀର ପୂଜ୍ୟ ପୂଜାରେ ପରଜନ୍ମରେ ବ୍ୟତିକ୍ରମ କରିଥିବ ବୈଧବ ଯନ୍ତ୍ରଣା ଭୋଗିବ। କଣ? ଆରେ ଯନ୍ତ୍ରଣା ହଉଛି ଏଇଆ, ପୁଅଟିଏ ବାହା ହଉଥିବ କୌଣସି ମାର ସ୍ୱାମୀ ନଥିବ। ଆମ ହିନ୍ଦୁ ଧର୍ମର ରୀତିନୀତିରେ 7 ମାଇପେ ବିରି ଚାଉଳ ଚୁରିଲା ବେଳେ ସେ ମା ଚୁରି ପାରିବ। ପୁଅ ବଡ ବସରେ ଗଲା ବେଳେ ହୁଳହୁଳିଟେ ଦେଇ ପାରିବନି, ମୁହଁ ଦେଖେଇବନି। ଆମ ଯୋଉ ହିନ୍ଦୁ ଜାତିର ନିୟମ ଅଛି। ତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୌତୁକ ଦେଇ ଝିଅକୁ ବାହା ଦେବୁ ସତ, ତା ପୂର୍ବରୁ ଯଦି ତୋ ସ୍ତ୍ରୀ ମରି ଯାଇଥିବ କନକ ବେଦୀରେ କୌଣସି କନ୍ୟା ପିତା କନ୍ୟାଦାନ କରିପାରିବନି। ତୁ କଣ କନ୍ୟାଦାନ କରିପାରିବୁ? ଚୁପ ଚୁପ, ଏଇ ବିକୃତ କଥାବାର୍ତ୍ତା କରୁ। ଶାଳୀ କଣ କରିବ? ଆରେ ଶାଳୀ ଥିଲେ ଛଡୁ ବିଦା କରିବ। ମାମୁଁ ତାର ବସିକି ବାହା ସାରକୁ ଯିବି ନେଇ। କୌଶଲ୍ୟା ପଚାରିଲେ କଣ ଜୀବନରେ ତ୍ରୁଟି ରହିଲା ମୋ ସ୍ୱାମୀଙ୍କର, ଯାହା ଫଳରେ ମୁଁ ଆଜି ବିଧବା ଯନ୍ତ୍ରଣା ପାଇଲି। ତୁମେ କଣ କହିଲ ନା ଶ୍ରବଣ କୁମାରକୁ ବାଣ ମାରିବାରୁ ସେ ଅଭିଶାପ ଦେଲେ ତୁମେ ପୁତ୍ର ମୁଖ ଦେଖିବ। କିନ୍ତୁ ଅସଲ କଥାଟା ବୁଝିନା, ଇଏ ଦଶରଥ ହଉଛନ୍ତି କୃତଘ୍ନ ବିଶ୍ୱାସଘାତକ। କଲା ମିତ୍ର ଦ୍ରୋହୀ କୃତଘ୍ନ ବିଶ୍ୱାସଘାତକ। ଯାବତ ଚନ୍ଦ୍ର ଦିବାକର ଯେତିକି ପିଲାମାନେ ସବୁ ବସିଛ ଶୁଣ। ତୁମେ ଯୋଉ ଯାହା ସହିତ ବନ୍ଧୁତ୍ୱ ସ୍ଥାପନ କରିଥିବ, ମିତ୍ର ହେଇଥିବ, ସାଙ୍ଗ ହେଇଥିବ, ବେଳ ପଡ଼ିଲେ ନିଜ ଭାଇ ପାଇଁ ଠିଆ ହବନି, ସାଙ୍ଗ ଜଣେ ଜୀବନ ଦେଇଦବ, କୃତଜ୍ଞ ହବନି। ସେଦିନ ଦଶରଥ ଯେତେବେଳେ ଶନି ମଣ୍ଡଳକୁ ଯାଇଥିଲେ ଟିକେ ବିଚାର କରନ୍ତୁ। ସେ ଗୋଟେ ପଏଣ୍ଟ ଦେଇଛନ୍ତି, ମୁଁ ଗୋଟେ ପଏଣ୍ଟ ଦଉଛି। ଆମେ ହଜାରେ ଗାଏ କହିଲେ କଣ ହବ? ଆପଣ ମାନେ ବହୁ ଗାୟକଙ୍କ ପାଲା ଶୁଣି ଶୁଣି ଜଣେ ଜଣେ ଜଜ, ଜଣେ ଜଣେ ସମୀକ୍ଷକ, ମୁଁ ବାହାଘର କଥାବାର୍ତ୍ତା କରିବି। ସେଦିନ ଶନି ମଣ୍ଡଳରୁ ଯେତେବେଳେ ରଥଚ୍ୟୁତ ହେଇ ଘୁରି ବୁଲିଲେ ଆକାଶ ମାର୍ଗରେ ଦଶରଥ, ପୁଅ ଜଟାୟୁ ପକ୍ଷୀ ତାଙ୍କୁ ଉଦ୍ଧାର କରିବାରୁ ସେଇଠି ରାଜା କହିଲେ ଯେହେତୁ ତୁମେ ମୋର ଜୀବନ ରକ୍ଷା କରିଛ, ତୁମେ ପକ୍ଷୀ ହେଲେ ବି ତୁମେ ମୋର ମୈତ୍ର ବନ୍ଧୁ, ଜଟାୟୁ କହିଲା ଯଦି ଦଶରଥ ରାଜା ଆପଣ ମତେ କହିଲେ ମୋର ବନ୍ଧୁ, ମୁଁ ପକ୍ଷୀ ହେଲେ ବି ଆପଣ ରାଜା ହେଲେ ବି ଅସ୍ୱୀକାର କରିନାହାନ୍ତି। ଯଦି ଆପଣ ଦେବେ ତାହେଲେ ସତ୍ୟ କରନ୍ତୁ। ସତ୍ୟ କଲେ ଦଶରଥ ମାଗିଲେ ଜଟାୟୁ। କଣ ମାଗିଲେ? କହିଲେ ତୁମ ଜ୍ୟେଷ୍ଠ ପୁତ୍ର ରାମ ହୋଇ ପକ୍ଷୀ କହିଲା ତୁମ ବଡ ପୁଅ ରାମ ମୋର ଦରକାର। ନା ମୋର କଣ ପୁଅ ଅଛି ନା ଝିଅ ଅଛି? ଟିକେ ଆପଣ ମାନେ ପୁରାଣର ଭ୍ରମ ଟିକେ ମୁଁ ଆପଣ ମାନଙ୍କ ଆଗରେ କହୁଛି। 750 ରାଣୀ ଦଶରଥଙ୍କର ମନେ ରଖ। ଦଶରଥଙ୍କର 750 ରାଣୀ। ହଁ ଚୁପ ଚୁପ, ଗୁହାଳ କିନ୍ତୁ ପଣ୍ଡିତେ ଶାନ୍ତା ବୋଲି ତାଙ୍କର ଗୋଟିଏ ଝିଅ। ଆଚ୍ଛା ମଉସା, ଯଦି ଗୋଟିଏ ମାର 5-7 ଝିଅ ହେଲେ ସେ ତା ମାମୁଁ ଘର ହଉ ପିସା ଘର ହଉ ନେଇ ଗୋଟେ ଦିଟାକୁ ଛାଡ଼ିବ। ଯୋଉଠି 750 ରାଣୀ ଗୋଟିଏ ଝିଅ, ଦଶରଥ କଣ ଇଏ ବିପିଏଲ ଚାଉଳ ପାଉଥିଲେ କି ତାଙ୍କ ପାଖରେ ଖାଇବାକୁ ଯାଉଥିଲା? ଝିଅକୁ ନେଇକି ଚମ୍ପାବତୀ ରାଜ୍ୟରେ ରଖିଥିଲେ। ଗୋଟେ ବୋଲି ଝିଅ ତ ତାକୁ ତଳେ ବସେଇ ଦେବେ।
କାରଣ 100ଟା ପୁଅରେ ଯେତିକି ମୂଲ୍ୟ ନାହିଁ ଗୋଟିଏ ଝିଅରେ ସେତିକି ମୂଲ୍ୟ ସାଧୁକୁ ଯାଉନି। ହେଲେ ଇଏ ଦଶରଥ ଲୋମପାଦ ମଉସା ଲୋମପାଦ କେମିତି ଦଶରଥଙ୍କ ମୈତ୍ର ହେବେ? ନାମର ସାମଞ୍ଜସ୍ୟ ହେଲେ ମୈତ୍ର। ଦ୍ରୋଣ ଦ ଆଦ୍ୟ ଅକ୍ଷର, ଦ୍ରୁପଦ ଦ ଆଦ୍ୟ ଅକ୍ଷର। ମୋ ନାଁ ସନାତନ, ଆପଣଙ୍କ ନାଁ ସନାତନ ହେଲେ ମୈତ୍ର ବସିବ। ତେଣୁକରି ଆଙ୍କ ନାଁ ତ ଦଶରଥ, ତାଙ୍କ ନାଁ ହଉଛି ଲୋମପାଦ। ଇଏ ପଣ୍ଡିତ କେମିତି ମୈତ୍ର ହେଲେ? 750 ରାଣୀରେ ଗୋଟେ ଝିଅ ତାକୁ ତଳେ ଥୋଇବେନି। ସେ ଝିଅକୁ ନେଇକି ଛାଡ଼ିଲେ ତାଙ୍କ ଘରେ ଚମ୍ପାବତୀ ରାଜା, ତାଙ୍କୁ ବିବାହ କଲେ ଋଷ୍ୟଶୃଙ୍ଗ, ଯଜ୍ଞ କଲେ, ପିଲା ହେଲେ ନା। ସିଏ ଦଶରଥଙ୍କର ନାଁ ପ୍ରଥମରେ ଥିଲା, ଇଏ ଲୋମପାଦଙ୍କର ନାଁ ଥିଲା ଦଶରଥ। 10 ଦିଗକୁ ରଥ ନେଉଯାଉଥିଲେ, ଇଏ ବି ନେଉଥିଲେ, ସେ ନେଉଥିଲେ। ଆଚ୍ଛା ଆଚ୍ଛା ଯୋଉ ଦିନ ଯୋଉ ଜାଗାରେ ଲୋମ ଉଠିବା କଥା ନୁହଁ ଉଠିଲା, ତାଙ୍କ ନାଁ ହେଲା ଲୋମପାଦ। ହେଲେ ଯେହେତୁ ଆଙ୍କ ନାଁ ଦଶରଥ, ତାଙ୍କ ନାଁ ଦଶରଥ, ଇଏ ଦୁଇ ମୈତ୍ର ହେଇଥିଲେ। ୟାଙ୍କ ରାଜ୍ୟରେ ବିପଦ ପଡ଼ିଲେ ଇଏ ସହାୟ ହେବେ, ତାଙ୍କ ରାଜ୍ୟରେ ବିପଦ ପଡ଼ିଲେ ସେ ସହାୟ ହେବେ। ରୁଷ ଭାରତ ସିଏ ଝିଅ ପ୍ରକୃତରେ ସିଏ ଲୋମପାଦ ଦଶରଥ। ତେଣୁ ସେ ଋଷ୍ୟଶୃଙ୍ଗକୁ ବିବାହ ଦେଇ ଅଙ୍ଗ ପବିତ୍ର କରି ଯଜ୍ଞ କଲେ, ଅନାଦୃଷ୍ଟି ନିରାକରଣ ହେଲା। ସେଇ ଋଷ୍ୟଶୃଙ୍ଗ ଯଜ୍ଞ କରିବାରୁ ଦଶରଥ ରାଜାଙ୍କ ଔରସରୁ ଚାରି ପୁଅ। ତେଣୁ ଏଠି କହିଯାଇଥିଲେ କିଏ ସେନା ଦଶରଥ ଯେ ହଁ ପକ୍ଷୀରାଜ, ତୁମେ ମୋ ଜୀବନକୁ ରଖିଛ, ମୁଁ ତୁମକୁ ପୁଅ ଦେବି। ସେ ଉପାୟ ବତାଇ ଦେଇଥିଲେ। ଯେତେବେଳେ ପୁଅ ବଡ ହେଇଯାଇଛି, ଟୁକୁ ଟୁକୁ ହେଇ ଚାଲୁଛି, ଇଏ ଦଶରଥ ଏତେ ରାମକୁ ଭଲ ପାଆନ୍ତି, ପଣ୍ଡିତେ ସେ କେବେ ହେଲେ ଛାଡ଼ିବେନି। ଯୋଉଦିନ ବିଶ୍ୱାମିତ୍ର ପହଞ୍ଚିଲେ, ମଉସା ଯଜ୍ଞ କରୁଛନ୍ତି ସିଦ୍ଧ ଭାବରେ, ଋଷିମୁନି ମାନେ କଣ କଲେ ନା, କଲାବେଳେ ଯଜ୍ଞ ରାକ୍ଷସ ମାନେ ଅନିଷ୍ଟ କଲେ, ତାର କାଜି ରାକ୍ଷସ। ବିଶ୍ୱାମିତ୍ର ଧ୍ୟାନରେ ବସିଲା ବେଳକୁ କଣ ଶୁଣିଲେ? ଶୂନ୍ୟବାଣୀ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେହୀ ସବିଳା। ତୁମେ ଯୋଉ କହୁଛ ସନା ଦାସ ଶିଖି ନେଇ, ମୁଁ ଗର୍ବ କରି କହୁନି, ଆଉ 12 ରାତି ବାଲା ହବ କି ସନା ଦାସ କରିବ? କାରଣ ଏଠି ଯାହା କରିଛି ଖୁଦୁପୁରେ ତା କରିବି ନାହିଁ, ସେଠି 5 ରାତି। ତମର ଭାବ ବିନୋଦିଆ ଗଲା ଚାଲିଛି ଆରମ୍ଭ। ଆଜି ଗୋଟେ ଗୀତ ବୋଲିଲା, ତାକୁ 3 ଦିନ ତଳେ ବୋଲିଥିଲା, ତାର ସ୍ମରଣ ଶକ୍ତି ନାହିଁ, ସେ ଶିଖିଛି। ହେଲେ କଣ ହବ? ମାଇଣ୍ଡ ଡାଇଭ। କେତେ ଥର ଆଜି କାଲି କହିଛି ଶେଷ ରାତି, ଶେଷ ରାତି କଣ କେହି ଜାଣିନାହାନ୍ତି, ଏକା କେହି ଜାଣିଛନ୍ତି।